ଯେମାନଙ୍କର ସାଲାରୀ 30,000 50,000 ଆଉ ଲକ୍ଷେ ଟଙ୍କା ଅଛନ୍ତି କେମିତି ଟଙ୍କା ବଞ୍ଚେଇ ପାରିବେ ଆଉ ଫାଇନାନ୍ସିଆଲ ଫ୍ରିଡମ ପାଇପାରିବେ ଚାଲନ୍ତୁ ଦେଖିବା। ଫର୍ଷ୍ଟ 30,000 ଟଙ୍କାର ସାଲାରୀ କେମିତି ଟଙ୍କା ବଞ୍ଚେଇବେ କେମିତି ଇନଭେଷ୍ଟମେଣ୍ଟ କରିବେ। 50% ଘର ପ୍ଲସ୍ ବେସିକ୍ ଏକ୍ସପେନ୍ସ, 30% ରଖିବେ SIP ପ୍ଲସ୍ ଏମର୍ଜେନ୍ସି ଫଣ୍ଡ, 20% ରଖିବେ ଗୋଲ୍ ରିଲେଟେଡ୍ ଇନଭେଷ୍ଟମେଣ୍ଟ ଆଉ ଇନ୍ସୁରାନ୍ସ। କମ୍ ସେ କମ୍ 3,500 SIP ନିହାତି କରିବେ। 20 ବର୍ଷରେ ଆପଣମାନଙ୍କୁ 25 ରୁ 30 ଲକ୍ଷ ଟଙ୍କା ନିହାତି ମିଳିବ। ଯେଉଁମାନଙ୍କର ସାଲାରୀ 50,000 ଟଙ୍କା 40% ଆପଣ ମାନେ ଘର ଏକ୍ସପେନ୍ସ ରଖିବେ, 30% ଇନଭେଷ୍ଟମେଣ୍ଟକୁ ରଖିବେ, 20% ଆପଣ ମାନଙ୍କର ଗୋଲ୍ ରିଲେଟେଡ୍ ଇନଭେଷ୍ଟମେଣ୍ଟକୁ ରଖିବେ, 10% ଆପଣ ଲକ୍ଜରୀ ପାଇଁ ଏକ୍ସପେନ୍ସ କରିପାରନ୍ତି। ମିନିମମ୍ 10,000 ଟଙ୍କାର SIP ରଖିବେ। 20 ବର୍ଷରେ ହେବ 1 crore ପ୍ଲସ୍। ଯେଉଁମାନଙ୍କର ସାଲାରୀ 1 ଲକ୍ଷ ଟଙ୍କା ସେମାନେ କେମିତି ଇନଭେଷ୍ଟମେଣ୍ଟ ଆଉ ଟଙ୍କା ସେଭିଙ୍ଗସ୍ କରିବେ। 35% ଘର ପ୍ଲସ୍ ବେସିକ୍ ଏକ୍ସପେନ୍ସେସ୍, 35% ଇନଭେଷ୍ଟମେଣ୍ଟକୁ ଯିବ, 20% ୱେଲ୍ଥ ବିଲ୍ଡିଂରେ ଯଥା ଇଣ୍ଡେକ୍ସ ଫଣ୍ଡ ପ୍ଲସ୍ ବଣ୍ଡସ୍, ରିଅଲ ଏଷ୍ଟେଟ୍ ଇନଭେଷ୍ଟମେଣ୍ଟସ୍ ଏଟସେଟ୍ରାରେ ଆପଣ 20% ଦେଇପାରିବେ। 10% ଲକ୍ଜରୀ ଟ୍ରାଭେଲ ଲାଇଫଷ୍ଟାଇଲ ଏକ୍ସପେନ୍ସ କରିପାରିବେ। ଇନଭେଷ୍ଟମେଣ୍ଟ ନିହାତି 25,000 ଟଙ୍କାର SIP କରିବାକୁ ଚେଷ୍ଟା କରିବେ, ଯାହାଦ୍ୱାରା 20 ବର୍ଷରେ ଆପଣମାନେ 3 lakhsରୁ ଏଭବ ଇନକମ୍ ଆର୍ନ କରିପାରିବେ। ସାଲାରୀ କେତେ ହେଲେ ଆପଣମାନଙ୍କ ହିସାବରେ ଜୀବନରେ ଫାଇନାନ୍ସିଆଲ ଫ୍ରିଡମ୍ ପାଇପାରିବେ କମେଣ୍ଟ କରିକି ଜଣାନ୍ତୁ। ଆଉ ଯଦି SIP ଆରମ୍ଭ କରିନାହାନ୍ତି ଆଜି ହିଁ SIP ଆରମ୍ଭ କରନ୍ତୁ। ଏଇଭଳି ଫାଇନାନ୍ସିଆଲ ହ୍ୟାକ୍ସ ପାଇଁ ମୋ ଚ୍ୟାନେଲ ରୁପି ରହସ୍ୟକୁ ସବସ୍କ୍ରାଇବ କରନ୍ତୁ। ରହୁଛି, ଜୟ ଜଗନ୍ନାଥ।